Students, today we will read a new interesting story. Math Magic Anka Kuhuka. Can you solve a problem? So let's know about it. How we can find the solution. Please help to find the solution. There are 35 chocolates. You have to divide them among 3. 35ଟି ଚକୋଲେଟ୍ ଅଛି ତୁମକୁ 3 ଜଣଙ୍କ ଭିତରେ ତାକୁ ବାଣ୍ଟିବାର ଅଛି. The first one will get half of the total chocolate. Total ଚକୋଲେଟ୍ର ମାନେ 35ଟା ଚକୋଲେଟ୍ର ଆମେ ଜଣେ ପାଇଲା ଅଧା. The second will get 1/3 and the third one will get 1/9. ତାହେଲେ ପ୍ରଥମ ଜଣ ଟୋଟାଲ୍ ଚକୋଲେଟ୍ର ହାଫ୍ ପାଇଲା, ସେକେଣ୍ଡ ଜଣକ 1/3 ପାଇଲା ମାନେ 3 ଭାଗରୁ 1 ଭାଗ ପାଇଲା, ଆଉ ଥାର୍ଡ଼ ଜଣକ 9 ଭାଗରୁ 1 ଭାଗ ପାଇଲା. କ୍ୟାନ୍ ୟୁ ଡିଭାଇଡ଼ ଦ ଚକୋଲେଟ୍ ଏମଙ୍ଗ ଦ 3 ୱିଦାଉଟ୍ ବ୍ରେକିଂ ଦ ଚକୋଲେଟ୍ସ ଆକର୍ଡ଼ିଂ ଟୁ ଦ ପ୍ଲାନ୍. ଯୋଜନା ଅନୁସାରେ ଆମେ ସେ ଚକୋଲେଟ୍ଟିକୁ ନ ଭାଙ୍ଗିକି ସେଇ 3 ଜଣଙ୍କ ଭିତରେ କେମିତି ଠିକ୍ ଭାବରେ ଚକୋଲେଟ୍ଟିକୁ ବାଣ୍ଟିବା ତୁମେ କରିପାରିବ କି? If yes, you know math and you are intelligent. ତୁମେ ମ୍ୟାଥ୍ ତ ଜାଣିଛ, ତେଣୁ ତୁମେ ଯଦି ମ୍ୟାଥ୍ଟି କରିପାରିବ ତାହେଲେ ମୁଁ ଜାଣିବି ଯେ ତୁମେ ହେଉଛ ଇଣ୍ଟେଲିଜେଣ୍ଟ. ରିଡ୍ ଦିସ୍ ଷ୍ଟୋରି ଟୁ ସି ହାଉ ଦିସ୍ ଇଜ୍ ଟୁ ବି ଡନ୍. ଆଉ ଏଇ ଷ୍ଟୋରିଟି ଆମେ ଦେଖିବା ଯେ କେମିତି ଏଇ ଜିନିଷଟି ସମ୍ଭବ ହେଇପାରିଲା. Once upon a time, there lived a young man in an Arab land. ଥରେ ଆରବ ଭୂମିରେ ଜଣେ ଯୁବକ ରହୁଥିଲେ. One day sitting on a sand hill. ଦିନେ ସେ କାହା ଉପରେ ବସିଥିଲେ? ସ୍ୟାଣ୍ଡ ହିଲ୍ ହେଲା ବାଲୁକା ସ୍ତୂପ ବା ବାଲୁକାର ଗୋଟେ ଛୋଟ ପାହାଡ଼ ହେଲା, ଗୋଟେ ବାଲୁକା ସ୍ତୂପ ଉପରେ ବସିଥିଲେ. He was counting the flocks of birds flying in the sky. ସେ ଫ୍ଲକ୍ସ ହେଲା ଦଳ, ପକ୍ଷୀମାନଙ୍କର ଦଳକୁ, ଆକାଶରେ ଉଡ଼ୁଥିବା ପକ୍ଷୀମାନଙ୍କର ଦଳକୁ ସେ କ'ଣ କରୁଥିଲେ ନା ଗଣୁଥିଲେ. He counted the birds and wrote their numbers on sand. ସେ ପକ୍ଷୀମାନଙ୍କୁ ଗଣୁଥିଲେ ଆଉ ତାକୁ ସେଇ ସଂଖ୍ୟାଟିକୁ ସେ ବାଲିରେ ଲେଖି ଦେଉଥିଲେ. A man riding a camel was passing by that way. ସେହି ରାସ୍ତାରେ, ସେହି ବାଟରେ ଜଣେ ଲୋକ କ୍ୟାମେଲରେ ବସିକି ଯାଉଥିଲେ. He was surprised to see the boy counting the flying birds correctly. ସେ ଦେଖିକି ସରପ୍ରାଇଜ୍ ହେଇଗଲେ, ଆଶ୍ଚର୍ଯ୍ୟ ହେଇଗଲେ ଯେ ସେ ପିଲାଟି ଉଡ଼ୁଥିବା ପକ୍ଷୀମାନଙ୍କୁ କେତେ ସୁନ୍ଦର ମାନେ ଠିକ୍ ଭାବରେ ସଠିକ୍ ଭାବରେ ଗଣି ପାରୁଛନ୍ତି. How can he count the number of birds flying in large groups? ଏତେ ଗୁଡ଼େ ଗ୍ରୁପରେ, ଏତେ ବଡ଼ ଦଳରେ ସେ କେମିତି ଉଡ଼ୁଥିବା ପକ୍ଷୀମାନଙ୍କର ନମ୍ବରକୁ ଠିକ୍ ଭାବରେ କାଉଣ୍ଟ କରିପାରୁଛନ୍ତି? ଏଇଟା ସମ୍ଭବ? ସେ କିପରି ପାରୁଛନ୍ତି ବୋଲି ତାଙ୍କ ମନରେ କୋଶ୍ଚିନ୍ ଆସିଛି ଯେ ଆମେ ଉଡ଼ୁଥିବା ପକ୍ଷୀକୁ ଗଣି ପାରିବାନି, ଗଣୁ ଗଣୁ କାହା ସାଙ୍ଗରେ କାହାର ମିଶିଯିବ, କ'ଣ ହେଇଯିବ, ଆମେ ଠିକ୍ ଭାବରେ ଗଣି ପାରିବାନି. କିନ୍ତୁ ସେ କେମିତି ଏଇ ଜିନିଷଟି କରିପାରୁଛନ୍ତି, ସେ ଯୁବକ ଜଣକ କେମିତି ଏହା କରିପାରୁଛନ୍ତି, ଏହା ଦେଖିକି ସେ ମ୍ୟାନ୍ କ୍ୟାମେଲରେ ରାଇଡ଼ିଂ କରୁଥିବା ଯେଉଁ ଲୋକଟି ସେ ଆଶ୍ଚର୍ଯ୍ୟ ହେଇଗଲେ ଦେଖିକି. He thought, he got down. ସେ ଭାବିଲେ ଯେ କେମିତି ଏଇଟା ସମ୍ଭବ, ତେଣୁ ସେ କ'ଣ କଲେ ନା ଓହ୍ଲେଇ ପଡ଼ିଲେ, କ୍ୟାମେଲରୁ ଓହ୍ଲେଇଲେ. Went near the boy. ପିଲାଟି ପାଖକୁ ଗଲେ and asked how he could do it. ସେ ଆଉ ତାକୁ ପଚାରିଲେ ତୁମେ ଏଇଟା କେମିତି କରିପାରିଲ? The young man said, I work as a shepherd boy with a rich man. ମୁଁ ଗୋଟେ ଧନୀ ଲୋକର ସେଫର୍ଡ ମାନେ ହେଲା ଯେଉଁ ଗାଈ ଚରେଇବା, ମେଣ୍ଢା ଗାଈ ଛେଳି ଯେଉଁ ଅଛନ୍ତି ପଶୁପାଳକ ବା ମେଣ୍ଢାପାଳକ ଭାବରେ ମୁଁ ଜଣେ ଧନୀ ଲୋକର ଘରେ କାମ କରୁଥିଲି, ମେଣ୍ଢାପାଳକ ହିସାବରେ ବୋଲି ଯୁବକ ଜଣକ କହିଲା. I learned how to count the sheep every day. ମୁଁ
ଜାଣିଥିଲି ପ୍ରତିଦିନ ସେଠାରେ କ'ଣ କରେ, ମେଣ୍ଢାମାନଙ୍କୁ କେମିତି ଗଣାଯାଏ। ପ୍ରତ୍ୟେକ ଦିନ ମୁଁ ଗଣିବା କାମଟା କରୁଥିଲି। ପ୍ରତ୍ୟେକ ଦିନ କେତୋଟି ମେଣ୍ଢା ଅଛନ୍ତି ପ୍ରତିଦିନ ଗଣୁଥିଲି, କେଉଁଟା ହଜିଗଲା କ'ଣ ହେଲା। ତେଣୁ ପ୍ରତିଦିନ ତାଙ୍କର ଏଇଟା ହେଲା କାମ ଯେ ପ୍ରତିଦିନ ସେ ଗଣିବେ କେତେଟା ମେଣ୍ଢା ଠିକ୍ ଭାବରେ ମେଣ୍ଢା ଅଛନ୍ତି କି ନାହିଁ, କେତେଟା ମେଣ୍ଢା ହଜିଯାଇଛନ୍ତି। ତେଣୁ ସେ ପ୍ରତିଦିନ ଏଇ କାମଟି କରୁଥିଲେ। ଦେନ୍ ୟୁ ୱିଲ୍ ଗେଟ୍ ଏ ଗୁଡ଼୍ ଜବ୍। ତାପରେ କମ୍ ୱିଥ୍ ମି ସେଡ୍ ଦ ମ୍ୟାନ୍। ତାପରେ ସେ ଯେଉଁ କ୍ୟାମେଲରେ ଯେଉଁ ଲୋକ ଜଣକ ଆସିଥିଲେ ସେ କହିଲେ ତାହେଲେ ତ ତୁମେ ଗୋଟେ ବହୁତ ଭଲ ଚାକିରିଟେ ପାଇଗଲ, ଆଉ ତୁମେ ମୋ ସାଙ୍ଗରେ ଆସ, ମୁଁ ଚାକିରି ତୁମ ପାଇଁ କରିଦେବି। ତା'ର ଅର୍ଥ ସେ କହିକି ଗଲେ। ଦ ମ୍ୟାନ୍ ଟୁକ୍ ହିମ୍ ଅନ୍ ହିଜ୍ କ୍ୟାମେଲ୍। ଲୋକଟି ତାକୁ ତାଙ୍କ କ୍ୟାମେଲରେ ଓଟରେ ବସେଇକି ନେଇକି ଗଲେ। ହି ପ୍ରମିସ୍ଡ ହିମ୍ ଏ ଜବ୍ ୱିଥ୍ ଦ କିଙ୍ଗ। ସେ ତାଙ୍କୁ ପ୍ରମିସ୍ କଲେ, ଆଶ୍ୱାସନା ଦେଲେ ବା ପ୍ରତିଜ୍ଞା କଲେ, ମାନେ କହିଲେ ଯେ ମୁଁ ତୁମକୁ ରାଜାଙ୍କ ପାଖରେ ଚାକିରିଟିଏ କରେଇ ଦେବି। ଅନ୍ ଦେୟାର ୱେ ଦେ ସ 3 persons quarreling। ତାଙ୍କ ଯିବା ରାସ୍ତାରେ ସେମାନେ ଦେଖିଲେ ଯେ 3 ଜଣ ଲୋକ ପରସ୍ପର କଳି ହେଉଛନ୍ତି, ଝଗଡ଼ା ଚାଲିଛି। ଆଣ୍ଡ 35 camels ଷ୍ଟାଣ୍ଡିଂ ନିୟର ବାଇ। ଆଉ ତାଙ୍କ ପାଖରେ 35ଟି ଓଟ ଅଛନ୍ତି। ଦେୟାର quarrel was on how to divide the camels among them। ଆଉ ତାଙ୍କର କଳିଟା ଥିଲା ଯେ କେମିତି ସେ 35ଟା କ୍ୟାମେଲକୁ 3 ଜଣଙ୍କ ଭାଗରେ ଠିକ୍ ଭାବରେ ବଣ୍ଟା ହେବ, ସେଥିପାଇଁ ତାଙ୍କର ଝଗଡ଼ା ଚାଲିଥିଲା। ଦେୟାର ଫାଦର ହାଡ୍ ଡାଏଡ଼୍। ତାଙ୍କ ବାପା ମୃତ୍ୟୁବରଣ କରିସାରିଥିଲେ। ବଟ୍ ହି ହାଡ୍ ଏ ୱିଲ୍ ବିଫୋର୍ ହିଜ୍ ଡେଥ୍। ତାଙ୍କର ଗୋଟେ ଇଚ୍ଛାପତ୍ର, ୱିଲ୍ ହେଲା ଏଠି ଇଚ୍ଛାପତ୍ର। ଆମେ ୱିଲ୍ ନର୍ମାଲି ଆମେ ବ୍ୟବହାର କରନ୍ତି ଭବିଷ୍ୟତ ଅର୍ଥରେ ୱିଲ୍ ଲଗେଇଥାନ୍ତି, କିନ୍ତୁ ଏଠାରେ ୱିଲ୍ ହେଲା ଗୋଟେ ଇଚ୍ଛାପତ୍ର। ତାଙ୍କ ବାପା ମରିବା ପୂର୍ବରୁ ଗୋଟେ ଇଚ୍ଛାପତ୍ର ଲେଖିଥିଲେ। ତେଣୁ ଆକର୍ଡ଼ିଂ ଟୁ ହିଜ୍ ୱିଲ୍, ତାଙ୍କ ୱିଲ୍ ଇଚ୍ଛାପତ୍ର ଅନୁଯାୟୀ ଦ ଏଲ୍ଡେଷ୍ଟ ସନ୍ ଉଡ଼୍ ଗେଟ୍ ହାଫ୍ ଅଫ୍ ଦ କ୍ୟାମେଲ୍। ତେଣୁ ତାଙ୍କର ଯିଏ ଏଲ୍ଡେଷ୍ଟ ସବୁଠାରୁ ବଡ଼ ପୁଅ ସିଏ ପାଇବ 35ଟା କ୍ୟାମେଲ୍ ମଧ୍ୟରୁ ଅଧା। ଯେତିକି କ୍ୟାମେଲ୍ ଅଛନ୍ତି ତା'ର ଅଧା ବଡ଼ ପୁଅର। ଦ ସେକେଣ୍ଡ ସନ୍ 1/3 ଆଣ୍ଡ ଦ ୟଙ୍ଗେଷ୍ଟ ସନ୍ 1/9। ତାଙ୍କର 2 ନମ୍ବର ପୁଅ ଯିଏ ସିଏ ପାଇବେ 1/3, 3 ଭାଗରୁ 1 ଭାଗ। 35ଟି କ୍ୟାମେଲ୍କୁ 3 ଭାଗ କଲେ ଗୋଟେ ଭାଗ ହେଉଛି ଯେତିକି ପଡ଼ିବ ସେଇଟା ହେଲା ସେକେଣ୍ଡ ପୁଅର। ଆଉ ଥାର୍ଡ଼ ପୁଅର ଥିଲା 1/9, 9 ଭାଗରୁ ଗୋଟେ ଭାଗ ଯେତିକି ସେତିକି ହିଁ ସେ ସାନ ପୁଅର। ବଟ୍ ଦେ ହାଡ୍ 35 camels ଟୁ ଡିଭାଇଡ଼ among themselves। କିନ୍ତୁ ତାଙ୍କ ପାଖରେ ଥିଲା 35ଟା କ୍ୟାମେଲ୍, ଆଉ ସେମାନଙ୍କ ମଧ୍ୟରେ ସେ 35ଟା କ୍ୟାମେଲ୍ ହିଁ ଭାଗ ବାଣ୍ଟିବାର ଥିଲା। ଦିସ୍ ୱାଜ୍ ଡିଫିକଲ୍ଟ। ଏଇଟା ଥିଲା ବହୁତ କଷ୍ଟକର। ଆଜ୍ ପର୍ ଦ ଫାଦର ୱିଲ୍ ଦ ଏଲ୍ଡେଷ୍ଟ ବ୍ରଦର ୱିଲ୍ ଗେଟ୍ 7.5 camels। ତେଣୁ ତାଙ୍କ ବାପାଙ୍କ ଇଚ୍ଛାପତ୍ର ଅନୁସାରେ ଏଲ୍ଡେଷ୍ଟ ହାଫ୍ ପାଇବାର ଥିଲା। ତ ହାଫ୍ ମିନ୍ସ କ'ଣ, 35ର ଅଧା ହେଲା 17 ଅଧା। ତେଣୁ 17 ଅଧା ତାଙ୍କ ପୁଅ ପାଇବ, ବଡ଼ ପୁଅ। ଦ ସେକେଣ୍ଡ ଲିଟିଲ୍ ଲେସ୍ ଦ୍ୟାନ୍ 12 camels। ତେଣୁ ତା'ର 3 ଭାଗରୁ ଗୋଟେ ଭାଗ ହେଲା ବେଳକୁ 12ଟା କ୍ୟାମେଲ୍ରୁ ଟିକେ କମ୍ ପାଇବ, ହେଉଛି ସେକେଣ୍ଡ ପୁଅ। ଦ ୟଙ୍ଗେଷ୍ଟ ସନ୍ ଲିଟିଲ୍ ଲେସ୍ ଦ୍ୟାନ୍ 4 camels। ତାଙ୍କର ଯିଏ ସାନ ପୁଅ ସେ 9 ଭାଗରୁ ଗୋଟେ ଭାଗ, 35ର 9 ଭାଗରୁ ଗୋଟେ ଭାଗ ହେଲା 9 ଯେଉଁ 36 ହେଇଯାଉଛି। ତ ମାନେ 4ଟା କ୍ୟାମେଲ୍ରୁ ଟିକେ କମ୍ ପାଇବ ସିଏ। ତେଣୁ ଏହିପରି ଭାବରେ ତାଙ୍କର ଭାଗ ହେଲା। ବାପାଙ୍କ ୱିଲ୍ ଅନୁସାରେ, ଇଚ୍ଛାପତ୍ର ଅନୁସାରେ ଏହିପରି ଭାବରେ ତାଙ୍କର ଭାଗ ପଡ଼ୁଛି। ତେଣୁ ସେଇଟା ତ ଆଉ ଜିନିଷ ନୁହଁ ଯେ ଆମେ ଟିକେ ଦେଇଦେବା କି ମୁଠେ ଦେଇଦେବା କି କମିଯିବ। ତେଣୁ ଏଇଟା କ୍ୟାମେଲ୍, ଟିକେ କମିଲେ କେମିତି ଦିଆଯିବ, କ୍ୟାମେଲ୍ଟା କେମିତି ବଣ୍ଟାଯିବ। ତେଣୁ ତାଙ୍କ ଭିତରେ ସେଥିପାଇଁ କଳିଗୋଳ ଚାଲିଥିଲା। ଦ ୟଙ୍ଗ ମ୍ୟାନ୍ ଆଫ୍ଟର ଲିସନିଂ ଟୁ ଦେମ୍ ସେଡ୍ ଇଟ୍ ଇଜ୍ ଭେରି ଇଜି। ସେଇଂ ଦିସ୍ ହି ଆଡ଼େଡ୍ ଦ କ୍ୟାମେଲ୍। ଯେତେବେଳେ ଯୁବକ ଜଣକ ସେମାନଙ୍କର କଥାଟିକୁ ଶୁଣିଲେ ତାପରେ କହିଲେ ଏଇଟା ତ ବହୁତ ସହଜ। ଏହା କହିକି ସେ କ'ଣ କରିଲେ ନା ତାଙ୍କର ଯେଉଁ କ୍ୟାମେଲ୍ଟା ବସିକି ଆସୁଥିଲେ ସେ କ୍ୟାମେଲ୍ଟାକୁ ତାଙ୍କ କ୍ୟାମେଲ୍ ସାଙ୍ଗରେ ମିଶାଇ ଦେଲେ ହେଲା। ଦେ ୱେୟାର ରାଇଡ଼ିଂ, ହି ଆଡ଼େଡ୍ ଦ କ୍ୟାମେଲ୍ ଦେ ୱେୟାର ରାଇଡ଼ିଂ। ଯେଉଁ କ୍ୟାମେଲ୍ଟାରେ ସେ ବସିକି ଆସୁଥିଲେ ସେ କ୍ୟାମେଲ୍ଟାକୁ ସେ ତାଙ୍କ 35ଟା କ୍ୟାମେଲ୍ ସାଙ୍ଗରେ ମିଶାଇ ଦେଲେ। ଟୁ ଦ ହଟ୍
of 35 ଦଳର କ୍ୟାମେଲରେ ଆକୁ ମିଶିଗଲା। ନାଉ ଦ ଟୋଟାଲ ନମ୍ବର ଅଫ୍ ଦ କ୍ୟାମେଲ ବିକେମ୍ 36। ବର୍ତ୍ତମାନ ଟୋଟାଲ କେତେ ହେଇଗଲା? ତାଙ୍କର ଆଗରୁ ଥିଲା 35ଟା କ୍ୟାମେଲ, ଇଏ ଗୋଟେ ମିଶାଇ ଦେଲେ ତାଙ୍କ ନିଜ କ୍ୟାମେଲଟାକୁ ଯେଉଁ ଆସୁଥିଲେ ସେ କ୍ୟାମେଲଟାକୁ ମିଶିଗଲା, ତ ହେଇଗଲା ଟୋଟାଲ 36 କ୍ୟାମେଲ। ଦ ଏଲ୍ଡେଷ୍ଟ ସନ୍ ହୁ ହାଜ୍ ଟୁ ଗେଟ୍ 7 ହାଫ୍ ଗଟ୍ 18। ବର୍ତ୍ତମାନ 36 କ୍ୟାମେଲକୁ ଆମେ ହାଫ୍ କରିଦେଲେ କ'ଣ ହେବ? 18 ହେବ। 36ର ଅଧା ହେଲା 18। ବର୍ତ୍ତମାନ ସେ ତାଙ୍କ ଭାଗ ଅନୁସାରେ କେତେ ପଡ଼ୁଥିଲା ନା 17 ଅଧା ପଡ଼ୁଥିଲା। ବର୍ତ୍ତମାନ ଇଏ 18 ପାଇଗଲେ, ଭାଗ ହିସାବରେ ବଡ଼ ପୁଅର ହେଇଗଲା 18, ତାମାନେ ଟିକେ ଅଧିକ ମିଳିଗଲା। ଗଟ୍ 18 ହି ୱାଜ୍ ହାପି, ସେ ଖୁସି ହେଇଗଲା ମୋତେ ଟିକେ ଅଧିକ ମିଳିଗଲା, ନହେଲେ ତାଙ୍କର ମାନେ ସଲ୍ଭ ହେଉନଥିଲା କେମିତି କରିବେ। ଦ ସେକେଣ୍ଡ ସନ୍ ଗଟ୍ 12 କ୍ୟାମେଲ୍ସ, କିନ୍ତୁ ସେ ଥିଲା କ'ଣ ଲେସ୍ ଦ୍ୟାନ୍ 12। ହଁ, ତେଣୁ ସେ 12ଟାରୁ ଟିକେ କମ୍ ରହୁଥିଲା କ୍ୟାମେଲର ଇଏଟା, ତେଣୁ ଇଏ ଯେତେବେଳେ ହିସାବ କରିଦେଲେ 36ଟା କ୍ୟାମେଲର 3 ଭାଗ କରିଦେଲେ କେତେ? 12ଟା କ୍ୟାମେଲ ୟାକୁ ମିଳିଗଲା। ହି ୱାଜ୍ ଟୁ ଗେଟ୍ ଲେସ୍ ଦ୍ୟାନ୍ 12, ଯେଉଁଟାକି ସେ ଆଗରୁ ପାଇଥାନ୍ତେ ତାଙ୍କ ହିସାବରେ ପାଇଥାନ୍ତେ ସେ କ'ଣ ଲେସ୍ ଦ୍ୟାନ୍ 12ରୁ ଟିକେ କମ୍ ପାଇଥାନ୍ତେ। ବର୍ତ୍ତମାନ ସେ 12 ପାଇଗଲେ। ହି ୱାଜ୍ ଅଲସୋ ହାପି, ସେ ମଧ୍ୟ ଖୁସି ହେଇଗଲେ ଯେ ମୁଁ ଟିକେ ଅଧିକ ମିଳିଗଲା। ଦ ୟଙ୍ଗେଷ୍ଟ ସନ୍ ହୁ ୱାଜ୍ ଟୁ ଗେଟ୍ ଲେସ୍ ଦ୍ୟାନ୍ 4 କ୍ୟାମେଲ୍ସ ଗଟ୍ 4। ଯିଏ ସମସ୍ତଙ୍କଠୁ ସାନ ଥିଲେ ସିଏ ଥିଲା କ'ଣ 9 ଭାଗରୁ 1 ଭାଗ, ତ 36ଟା କ୍ୟାମେଲକୁ 9 ଭାଗ କରିଦେଲେ କେତେ ପଡ଼ିଲା ଭାଗ? 4। ତ 4ଟା କ୍ୟାମେଲ ସେ ପାଇଗଲେ। ସିଏ ବି ପାଇବାର ଥିଲା କେତେ? ଲେସ୍ ଦ୍ୟାନ୍ 4, 4ଟା କ୍ୟାମେଲରୁ ଟିକେ କମ୍ ପାଇବାର ଥିଲା। ବର୍ତ୍ତମାନ ସେ 4 ପାଇଗଲେ, ତ ହି ୱାଜ୍ ହାପି ଟୁ, ସେ ମଧ୍ୟ ଖୁସି ହେଇଗଲେ। ସମସ୍ତେ ଖୁସି, ତାଙ୍କ ଭାଗରେ ଟିକେ ଟିକେ ଅଧିକ ମିଶିଗଲା ଆଉ ତାଙ୍କ ପ୍ରୋବ୍ଲେମ୍ ମଧ୍ୟ ସଲ୍ଭ ହେଇଗଲା। ବଟ୍ ଦ ହାପିଏଷ୍ଟ ମ୍ୟାନ୍ ୱାଜ୍ ଦ ୟଙ୍ଗ ମ୍ୟାଥ୍ ମ୍ୟାନ୍, କିନ୍ତୁ ସବୁଠାରୁ ଅଧିକ ଖୁସି ହେବା ଲୋକ ହେଲେ କିଏ? ସେଇ ଯୁବକ ମ୍ୟାଥ୍ ମ୍ୟାନ୍ ହେଲା, ଅଙ୍କ ସେ ଯିଏ ବାଇ ସଲଭିଂ ଦେୟାର ପ୍ରୋବ୍ଲେମ୍, ଯିଏକି ତାଙ୍କର ପ୍ରୋବ୍ଲେମଟିକୁ ସମସ୍ୟାଟିକୁ ସମାଧାନ କରିଥିଲେ। ହି ହିମସେଲ୍ଫ ଗଟ୍ ଏ କ୍ୟାମେଲ୍, ସେ ନିଜେ ମଧ୍ୟ ଗୋଟେ କ୍ୟାମେଲ୍ ପାଇଲେ। ଦ 3 ବ୍ରଦର୍ସ ହାଡ଼ 35 କ୍ୟାମେଲ୍ସ, 3 ଭାଇଙ୍କର କେତେଟା କ୍ୟାମେଲ୍ ଥିଲା? 35ଟା କ୍ୟାମେଲ୍। ବଟ୍ ଦେ ଗଟ୍ 34, କିନ୍ତୁ ସେମାନେ କେତେ ପାଇଲେ? ବଡ଼ ପାଇଲା 18, ତାପରେ ସେକେଣ୍ଡ ପାଇଲା 12, ଆଉ ଥାର୍ଡ଼ ନମ୍ବର ଯିଏ ପାଇଲା ସେ 4। ତ 18 ମିଶାଣ 12 ମିଶାଣ 4 ଟୋଟାଲ୍ ହେଲା କେତେ? 34 କ୍ୟାମେଲ୍ସ ହେଲା, କିନ୍ତୁ ତାଙ୍କର କ୍ୟାମେଲ୍ ହେଉଛି କେତେ? 35, ଆଉ ଗୋଟେ ଅଧିକ ବଳି ପଡ଼ିଲା। ଅଲ୍ ଦ ବ୍ରଦର୍ସ ଗେନ୍ଡ 1 କ୍ୟାମେଲ୍ ଇଚ୍, ପ୍ରତ୍ୟେକ ମାନେ ଭାଇମାନେ ସେମାନଙ୍କ ହିସାବରେ ଯେତିକି ଥିଲା ସେ ତାଠୁ ଗୋଟେ ଗୋଟେ ଅଧିକ ପାଇଛନ୍ତି, ତେଣୁ ସେମାନେ ମଧ୍ୟ ଖୁସି ଅଛନ୍ତି। ଦ ୟଙ୍ଗ ମ୍ୟାଥ୍ ମ୍ୟାନ୍ ଗେନ୍ଡ 1 ଦୋ ହି ହାଡ଼ ନୋ କ୍ୟାମେଲ୍ ଅଫ୍ ହିଜ୍ ଓନ୍, ଯେଉଁ ସେ ୟଙ୍ଗ ମ୍ୟାନ୍ ଯିଏ ଥିଲେ ତା'ର କିଛି କ୍ୟାମେଲ୍ ନଥିଲା, ସେ ଅନ୍ୟଙ୍କ କ୍ୟାମେଲ୍ରେ ବସିକି ଆସୁଥିଲେ, କିନ୍ତୁ ତାଙ୍କର ନିଜର ଗୋଟେ ବି କ୍ୟାମେଲ୍ ନଥିଲା। ବର୍ତ୍ତମାନ ତାଙ୍କର ନିଜର ଗୋଟେ କ୍ୟାମେଲ୍ ହେଇଗଲା, ଗୋଟେ ଅଧିକ ପାଇଗଲେ, ସେ ଗୋଟେ ଏକ୍ସଟ୍ରା କ୍ୟାମେଲ୍ ପାଇଗଲେ। ଥିଙ୍କ ହାଉ, ଭାବ କେମିତି ହେଲା ଏଇ ଜିନିଷଟା। ଦିସ୍ ଇଜ୍ ଦ ମ୍ୟାଜିକ୍ ଅଫ୍ ନୋଇଂ ମ୍ୟାଥମେଟିକ୍ସ, ଏଇଟା ହେଉଛି ଅଙ୍କ ଜାଣିବାର, ଅଙ୍କର ଏଇଟା ହେଉଛି ଗୋଟେ ପ୍ରକାରର କୁହୁକ, ଅଙ୍କ କୁହୁକ। ଆଣ୍ଡ ଦ 2 ଆରବ୍ସ ମୁଭ୍ଡ ଅନ୍ ଟୁ ଦ କିଙ୍ଗସ୍ ପ୍ୟାଲେସ୍ ଫର୍ ସିକିଂ ଏ ଜବ୍। ତାପରେ 2 ଜଣ ଯାକ ଆରବ ଲୋକ ସେମାନେ ସେଠୁ କ'ଣ କରିଲେ ନା ଆରବୀୟ ଲୋକ ରାଜାଙ୍କ ପ୍ରସାଦ ଆଡ଼କୁ ଯେଉଁ ଚାକିରି ଖୋଜିବା ପାଇଁ ସେମାନେ ଚାଲିଲେ। ପିଲାମାନେ ଷ୍ଟୋରିଟି ତ ଜାଣିଲ, ତାକୁ ମନ ଧ୍ୟାନ ଦେଇ 2-3 ଥର ପଢ଼ିବ। ବହୁତ ସିମ୍ପଲ୍ ୱାର୍ଡ଼ ଦେଇଛି, ଆଉ 3 ଥର ଖଣ୍ଡେ ରିଡ଼ିଂ